ଟିକେ ଚେଞ୍ଜ କରି କୁହନ୍ତୁ। ଦେଖନ୍ତୁ ଏ ଲୋକଟାକୁ ଆମାଇନୋ ପ୍ରୋବ୍ଲେମ ଅଛି, ଆମାଇନୋ ଏସିଡ କହିବେ ଆମାଇନୋ ପ୍ରୋବ୍ଲେମ ଅଛି। ଟିକେ ସଫିସିଏଣ୍ଟ ଆମାଇନୋ ନିଅନ୍ତୁ, ଆପଣଙ୍କ ଦେଖନ୍ତୁ ବହୁତ ଡେଭଲପମେଣ୍ଟ ହେଇଯିବ। କାହିଁକିନା ପ୍ରୋଟିନରେ କଣ ରହୁଛି 9 ଆମିନୋ ଏସିଡ ରହୁଛି ନାହିଁ। ଆମିନୋ ଏସିଡ କଥା କହିଲେ ଲୋକ ଏସିଡ ଫେସିଡ କଣ କଣ ଖାଇବା ପାଇଁ, ଟିକେ ଆମାଇନୋ ବୋଲି କହିବେ। ଦେଖନ୍ତୁ ଆମାଇନୋ ଡେଫିସିଏନ୍ସି ରହୁଛି, ଆପଣ ସଫିସିଏଣ୍ଟ ଆମାଇନୋ ନିଅନ୍ତୁ ସୋ ଦ୍ୟାଟ ଆପଣ ଠିକ ହେଇଯିବ। କାରଣ ମୁଁ ରିସେଣ୍ଟ ଗୋଟେ ଲୋକ ସହିତ, କାରଣ ମୁଁ ବହୁତ ପ୍ରୋଟିନ ସେୟାର କରେ, ଯୋଉଥିପାଇଁ ଆପଣ ଜାଣିଛନ୍ତି ମୁଁ କିଛି ଜିନିଷ ପାଇଛି ବୋଧେ। ତ ମୁଁ ଦେଖିଲି ପ୍ରୋଟିନ କଥା କହିଲା ମାତ୍ରେ କିଛି ଲୋକ ହଁ ଭାଇ ପ୍ରୋଟିନ ତ ମାର୍କେଟରେ ମିଳୁଛି, ଆପଣ ସୁବାଇ କୋଉ ହଠାତ୍ ମନେ ପଡିଲା ଭାଇ ସେ ମାର୍କେଟରେ ବହୁତ ପ୍ରୋଟିନ ମିଳୁଛି, ବୁଝିବା ପାଇଁ ପଡୁଛି ସେ ପ୍ରୋଟିନ। ଦେଖନ୍ତୁ ଆପଣଙ୍କ ଯୋଉ ପ୍ରୋବ୍ଲେମ ଅଛି ଟିକେ ସଫିସିଏଣ୍ଟ ଆମାଇନୋ ନିଅନ୍ତୁ ସୋ ଦ୍ୟାଟ ହେଇଯିବ। ସଫିସିଏଣ୍ଟ ଆମାଇନୋ ମାନେ ଗୋଟେ ପ୍ରଡକ୍ଟରେ ଯୋଉଥିରେ କି ଆପଣଙ୍କ ବଡିର ଡେଫିସିଏନ୍ସି ହଉଛି ଆମାଇନୋ ଡେଫିସିଏନ୍ସି। ଆପଣ ଆମାଇନୋ ଡେଫିସିଏନ୍ସି କୁ ମିଟ୍ କରିନେବେ ତାହେଲେ ଆପଣଙ୍କ ବଡିରେ ଗ୍ଲେଜ ବି ପଳେଇ ଆସିବ, ଏନର୍ଜି ବି ପଳେଇ ଆସିବ, ବଡି ହେଲ୍ଦି ରହିବ। ବାସ୍ ସେଟା କଣ ମୁଁ ଆଣିକି ଦେବି ସେ ଗୋଟେ ଜିନିଷ ସେଟା ଆସିଲା ନେବେ ନା ଆମେ ଡେଭଲପ କରିବାକୁ ଚାହୁଁଛୁ ନା ହଁ ନିଅନ୍ତୁ ପରେ ବୁଝେଇଦେବି ଆମାଇନୋ କାହିଁକି ଡେଫିସିଏନ୍ସି କଣ ଅସୁବିଧା ହୁଏ। ତ ନା ମତେ ଗୋଟେ କ୍ଲୁ ମିଳିଲା କଣ ନା ଯୋଉ ଲୋକ ପ୍ରୋଟିନ କଥା ନ ବୁଝି ତାକୁ କଣ କହିବି ନା ଆମାଇନୋ କଥା କହିବି। ଏସିଡ ୱାର୍ଡଟା ଧରିବେନି, ଏସିଡ ୱାର୍ଡ ଏସିଡ ଫେସିଡ କଣ ଖାଇବା ଆମ ଘରେ ବି ଏସିଡ ବୋତଲ ଥୁଆ ହେଇଛି। ହଁ କାହିଁକିନା କମ୍ୟୁନିକେସନ ହବା ଦରକାର, ପ୍ରପର କମ୍ୟୁନିକେସନ ହବା ଦରକାର, ଭେରି ଇମ୍ପୋର୍ଟାଣ୍ଟ ଥିଙ୍ଗ। ତା ପୂର୍ବରୁ ଗୋଟେ ଜିନିଷ କହିବା ଆଗ, ଆଜିକା ଡେଟରେ ବୋନ ଫ୍ରାକ୍ଚର ବେଶୀ ହଉଛି ନା ସେଲ ଫ୍ରାକ୍ଚର ବେଶୀ ହଉଛି? ବୋନ ସେଲ ଫ୍ରାକ୍ଚର ଏଭରି ଡେ ସେଲ ଫ୍ରାକ୍ଚର ହଉଛି, ଆଇଦର ସେଲଟା ଡେଥ ହଉଛି କିମ୍ବା ସେଲଟା ଡ୍ୟାମେଜ ହଉଛି। ମୁଁ ଫ୍ରାକ୍ଚର ୱାର୍ଡଟା କାହିଁ କହିଲି ଯେ ସେଲ ଡ୍ୟାମେଜ ଟାକୁ ନ କହି ସେଲ ଫ୍ରାକ୍ଚର କରେ, କାରଣ ଲୋକ ଫ୍ରାକ୍ଚରଟା ବେଶୀ ବୁଝନ୍ତି, ଡ୍ୟାମେଜଟା ବେଶୀ ବୁଝନ୍ତି। ଅତି ମୂର୍ଖ ଲୋକଟେ କହିବ ତା ଗୋଡ ଫ୍ରାକ୍ଚର ହେଇଯାଇଛି, ହେଲା କି ନାଇଁ, ସେ ଭାଙ୍ଗିବା କଥା ଫ୍ରାକ୍ଚର ୱାର୍ଡଟା ସମସ୍ତେ ବୁଝନ୍ତି, ଡ୍ୟାମେଜ କଥା କେହି ବୁଝିବେନି। କାହିଁକିନା ସେଲ ଫ୍ରାକ୍ଚର ବେଶୀ ହଉଛି ନା ବୋନ ଫ୍ରାକ୍ଚର ବେଶୀ ହଉଛି ବା ଲେଗ ଫ୍ରାକ୍ଚର ବେଶୀ ହଉଛି, ସେ କଣ କହିବ? ସେ ଶୁଣିଛି ଲେଗ ଫ୍ରାକ୍ଚର, କହିବା ଲେଗ ଫ୍ରାକ୍ଚର ନା ସେଲ ଫ୍ରାକ୍ଚର। ଗୋଟେ ବୋନଟା କାହିଁକି କହିଲି, ବୋନଟା ୱିକ୍ ଥିବାରୁ ଫ୍ରାକ୍ଚର ହଉଛି ନା ଷ୍ଟ୍ରଙ୍ଗ ଅଛି ଫ୍ରାକ୍ଚର ହଉଛି? ୱିକ୍ ଥିଲା ବୋଲି। ବୋନଟା କାହିଁକି ହଉଛି ନା ତା ସେଲଟା ୱିକ୍ ହେଇଛି, ତା ସେଲଟା ୱିକ୍ ହେଇଛି ବୋଲି। ଯେତେବେଳେ ପ୍ରୋଟିନ ବିକିବ ଦେଖନ୍ତୁ, ସେଲ ଯଦି ଫ୍ରାକ୍ଚର ଆପଣଙ୍କର ବଡି ଫ୍ରାକ୍ଚର ବା ଲାଇଫ ଫ୍ରାକ୍ଚର ହେଇଗଲା। କାରଣ ସେଲ ଉପରେ ହିଁ ବଡି ତିଆରି। ଆମେ ସମସ୍ତେ ଗୋଟିଏ କଥା କହୁଛନ୍ତି ଯେ ୟୁର ସେଲ ଇଜ ଷ୍ଟ୍ରଙ୍ଗ, ୟୁର ବଡି ଇଜ ଷ୍ଟ୍ରଙ୍ଗ। ଓକେ, ତ ସେଲ ଯଦି ଫ୍ରାକ୍ଚର ହେଲା ବଡି ଫ୍ରାକ୍ଚର ହେଲା। and cell fracture को सेव करबा ପାଇଁ amino acid is very essential। जो amino acid body auto process से तैयारी करि परिबो नाही amino acid सेहि ପାଇଁ ଗୋଟେ ଭଲ products ନେବେ जोउथरे कि more than 90% amino acids थिबो डाइजेस्टेबल होतो, आपनक बॉडी के सूट करतो, आपनक बॉडी नेचुरल से amino acid नेचुरल सोर्स आस्तो दाल जाई कि आपन आर बेनिफिट पाइबे। देन ଗୋଟେ ଛୋଟ ଜିନିଷ, ମୁଁ ମଧ୍ୟ Q10 ମୋ ମଦରକୁ ଦଉଛି, ଆଇ ଏମ୍ ନଟ୍ ଗେଟିଂ ରେଜଲ୍ଟ। ମୁଁ ଯେତେବେଳେ କାଲି ରାତିଠୁ ରିସର୍ଚ୍ଚ କରି ପଢିବା ଆରମ୍ଭ କଲି, ପାଇଲି କଣ ନାଇଁ ମତେ 100 ମିଲିଗ୍ରାମ Q10 ଯଦି ମୁଁ ଦେବି 6 ୱିକ୍ସ ରେ ରିକଭରି ହବ। ଯୋଉଠି ସେଠି କେସ୍ ଲ ଭଳିଆ ସେ ମାନେ ଲୟର୍ସ ଆମର କେସ୍ ଲ ଥାଏ, ସେ 2-3 ଜଣ ଲୋକଙ୍କର ମଧ୍ୟ ସେ କେସ୍ ଷ୍ଟାଇଲ ଇଏ କରି ମାନେ ଆଞ୍ଜିବା ପାଇଁ ଯାଇଥିଲେ, ସେମାନଙ୍କୁ କୁଆରା ଷ୍ଟେଣ୍ଟିଂ କର ଅମକେଇ କର, ସେମାନେ ଫେରି ଆସିଲେ, फेरी आसिक पाखे ट्रीटमेंट ट्रीटमेंट से 100 मिलीग्राम Q10, 85% people they are getting benefit because of the Q10। केते बड़ा मार्केट से जब प्रोटीन कथा आसीबो जगह प्रत्येक लोकंकर सेल ही फ्रैक्चर हो, सेल फ्रैक्चर ले कोन हबो, सेल फ्रैक्चर कोन हबो देखो, नंबर 1 जो ओवरेजिंग हे जिवो, एनर्जी कंपोजिशन कम हबो, इम्यूनो सिस्टम दा वीक हे जिवो। ओके, बॉडी सस्टेनेबिलिटी आसीबनी, लॉन्ग टर्म काम करि परिबेनी, कंसंट्रेशन पावर लूज हे जिवो। ओके, एंड स्किन आपन को लूज हबा आरंभ हबो, केतेले को रोग आपन अटैक करे आपन जानि पारे। दीज आर द सिम्पटम्स ऑफ लैक ऑफ अमीनो एसिड्स। तो आदि का डेट प्रत्येक लोकंकर खाद्य रे कोन होची ना प्रोटीन डेफिशिएंसी। 87% पीपल इन इंडियन डाइट होजन कोन प्रोटीन डेफिशिएंट। ये लाइन मन रखिबे, 87% ऑफ पीपल इंडियन डाइट रे 87% पीपल होजन कोन प्रोटीन डेफिशिएंट। 100 रे 87 जन 90 जन पाखा पाखी। ओके, 10 जन से 10 जन आम पाखे ना आम पाखे 100 रु 100 कहले चले। तो बर्तमान सेमानु को मुझे प्रोटीन मार्केट को नेकी जिबी तले केते बड़ मोर विराट मार्केट अछि। ओके, थैंक यू।